ଭାରତରେ ଟିକଟକ୍ କଟକଣା ବଳବତ୍ତର ପ୍ରତିବନ୍ଧକ ହଟିବା ନେଇ କୌଣସି ନିର୍ଦ୍ଦେଶନାମା ଜାରି ହୋଇନଥିବା ସ୍ପଷ୍ଟ କଲେ ସରକାର। ଟିକଟକ୍ ପୁଣି ଭାରତ ଫେରୁଥିବା ନେଇ ଚର୍ଚ୍ଚା ଉପରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ। ଏହି ଚୀନ ଭିଡିଓ ଆପ୍ର ୱେବସାଇଟ୍ ଖୋଲିବା ପରେ ପୁଣି ଭାରତକୁ ଟିକଟକ୍ ଫେରିବ ବୋଲି ଚର୍ଚ୍ଚା ଆଲୋଚନା ହେଉଛି, କିନ୍ତୁ ସରକାର ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଟିକଟକ୍ ଅନବ୍ଲକ୍ କରିବା ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଟିକଟକ୍ ପୁଣି ଭାରତ ଫେରିବା ନେଇ ପ୍ରସାରଣ କରାଯାଉଥିବା ଖବର ମିଛ। ଏହା ଲୋକଙ୍କୁ ଭ୍ରମିତ କରିବା ଭଳି ଏକ ଖବର ଯାହାକି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। କିଛି ୟୁଜର ଶୁକ୍ରବାର ସନ୍ଧ୍ୟାରେ ଟିକଟକ୍ ୱେବସାଇଟ୍ ଖୋଲିଥିବା ନେଇ ଦାବି କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ୟୁଜର ସେଥିରେ ଲଗ୍ଇନ୍ କରିପାରୁନାହାନ୍ତି ଅବା ଭିଡିଓ ଦେଖିପାରୁନାହାନ୍ତି, କିନ୍ତୁ ଏବେ ବି ଟିକଟକ୍ ଆପ୍ ଷ୍ଟୋରରେ ମିଳୁନାହିଁ। 2020ରେ ଟିକଟକ୍ ଉଚ୍ଚ ଚାର୍ଟ ସಮೇତ 59ଟି ମୋବାଇଲ ଆପ୍କୁ ବ୍ୟାନ୍ କରିଥିଲେ ଭାରତ ସରକାର। ବ୍ୟୁରୋ ରିପୋର୍ଟ, HTV ଓଡ଼ିଆ।